ଶ୍ରାବଣର ପ୍ରଥମ ସୋମବାରରେ ଆରଡି ଧାମରେ ଭକ୍ତଙ୍କ ସୁଅ ବାବା ଆଖଣ୍ଡଳମଣିଙ୍କୁ ଜଳ ଲାଗିଗଲେ ହଜାର ହଜାର କାଉଡ଼ିଆ। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆରଡି ଧାମ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରାବଣୀ ଯାତ୍ରାର ଶୁଭାରମ୍ଭ ହୋଇଛି। ରବିବାର ମଧ୍ୟରାତ୍ରିରୁ ହିଁ କାଉଡ଼ିଆ ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ବାବାଙ୍କ ଉପରେ ପବିତ୍ର ଜଳ ଅର୍ପଣ କରିବା ଆରମ୍ଭ କରିଥିଲେ। ସୋମବାର ସକାଳ ହେବା ସହିତ ସମଗ୍ର ପୀଠ ହର ହର ମହାଦେବ ଓ ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। ଚଳିତ ବର୍ଷ ପ୍ରଥମ ସୋମବାରରେ 15,000ରୁ ଅଧିକ କାଉଡ଼ିଆ ଭକ୍ତ ବାବାଙ୍କୁ ଜଳାଭିଷେକ କରିବା ପାଇଁ ପୀଠରେ ସମବେତ ହୋଇଥିବା ଜଣାପଡ଼ିଛି। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣର ପ୍ରଥମ ସୋମବାରରେ ଜଳାଭିଷେକର ବିଶେଷ ମହତ୍ତ୍ୱ ରହିଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଶିବଭକ୍ତମାନେ ଆରଡି ଧାମରେ ପହଞ୍ଚିଥିଲେ। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଏବଂ ସୁସଜ୍ଜିତ ବ୍ୟବସ୍ଥା କରାଯାଇଥିଲା। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।